हेलो हाय जय जगन्नाथ ଏବେ ଆମେ କହିବୁ ଜୟ ବାବା ଚନ୍ଦନେଶ୍ୱର କି ଜୟ ହୋ। ତ ଏବେ ଆମେ ପହଞ୍ଚି ଯାଇଛୁ ବାଲେଶ୍ୱର ଜିଲ୍ଲାର ଭଦ୍ରକ ବ୍ଲକର ଥିବା ଚନ୍ଦନେଶ୍ୱର ପୀଠରେ। And once again welcome back to our channel ବାଲେଶ୍ୱର ଯାଜପୁର। ତ ଏଇଟା ମନ୍ଦିରର ଏକ୍ଜାକ୍ଟ ଲୋକେସନ କହିବାକୁ ଗଲେ ଏଇଟା ଭଦ୍ରକରୁ ଚନ୍ଦନେଶ୍ୱର ହୁଗୁଳି ଗ୍ରାମରେ ଆସିଥାଏ। କହିବାକୁ ଗଲେ ଏଇଟା ଓଡ଼ିଶାରେ ଆଉ ୱେଷ୍ଟବେଙ୍ଗଲ ବର୍ଡରରେ ଆସିଥାଏ, ସେଥିପାଇଁ ଏଇଠି ଓଡ଼ିଶା ଅପେକ୍ଷା ୱେଷ୍ଟବେଙ୍ଗଲ ଲୋକମାନେ ଅଧିକ ଆସନ୍ତି। ବର୍ତ୍ତମାନ ଆପଣ ଦେଖୁଛନ୍ତି ଏଇଟା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଆଉ ମାଣବ ସିଂହ ଦ୍ୱାର। ଏହାକୁ ଛାଡ଼ିକି ଆହୁରି ଦିଟା ଦ୍ୱାର ରହିଛି, ଯୋଉ ପଟେ ଆପଣ ମନ୍ଦିରକୁ ଏଣ୍ଟ୍ରି କରିପାରିବେ। ଏଇଠି ମାନେ ମହାଦେବ କୌଣସି ରୂପରେ ପୂଜା ପାଇନଥାନ୍ତି। ବରଂ ଯେମିତି ଅଲଗା ଜାଗାକୁ ଗଲେ ଆପଣ ଦେଖିବେ ଯେ ମହାଦେବର ସବୁ ରୂପ ଥାଏ, ବଟ୍ ଏଠି ଆପଣଙ୍କୁ ଦେଖିବେ ଆପଣ ମହାଦେବର କୌଣସି ବି ରୂପ ପାଇବେନି। ଆପଣ ଏଠି ମହାଦେବ ଜଳମଗ୍ନ ହେଇକି ପୂଜା ପାଉଛନ୍ତି। ତ ସେଥିପାଇଁ ବାବାଙ୍କ ଆବିର୍ଭାବ ଆଉ ତାଙ୍କ ନାମ ଚନ୍ଦନେଶ୍ୱର ହେବାର ବି ବହୁତ ଗୋଟେ କାହାଣୀ ଅଛି, ସୁନ୍ଦର କାହାଣୀ ଅଛି। ଶୁଣିବା ସେଟା ଆମେ ଆଗକୁ, ତା ପୂର୍ବରୁ ଆମେ ଟିକେ ପୂଜା ଫୁଲ ନେଇଯିବା। ପୂଜା କରିବା ପାଇଁ ଏଠି ଆପଣଙ୍କୁ ସବୁ ଜିନିଷ ମିଳିଯିବ। ପୁରା ମାନେ ଫୁଲ ଚନ୍ଦନଠୁ ଷ୍ଟାର୍ଟ କରି ବେଲପତ୍ର ଯୋଉଟା ବାବାଙ୍କ ପାଖରେ ମୁଖ୍ୟ ଦରକାର, ତ ସେଇଟା ବେଲପତ୍ର ଆଉ ଏଠି ନଡ଼ିଆ ଯୋଉ ପଇଡ଼ ପାଣି ସବୁ ଏଠି ଆପଣଙ୍କୁ ମିଳିଯିବ। ତା ପାଇଁ ଆପଣଙ୍କୁ କୁପନ କରିବାକୁ ପଡ଼ିବ, ଯୋଉଟା ଆଗରୁ ନଥିଲା ଏବେ ନୂଆ ହେଇଛି। ଆଉ ମନ୍ଦିର ଭିତରେ ଆପଣଙ୍କୁ ଏମିତି ଛୋଟ ଛୋଟ ମାନେ ଠାକୁରଙ୍କ ଜିନିଷ ସବୁ କିଣିବାକୁ ମିଳିଯିବ। ତ ଆପଣ ଚାହିଁଲେ ୟା ଭିତରେ ଆପଣଙ୍କ ଦରକାର ଅନୁଯାୟୀ ଯୋଉ ବା ଦରକାର ନଥିଲେ ବି ଯେମିତି ଯେ ମେମୋରି ଟାଇପ ଲୋକ ଆଣିବାକୁ ଚାହିଁଲେ ବି ଆପଣ ଏଠୁ ନେଇପାରିବେ। ଏମିତି ବହୁତ ଜିନିଷ ତ ଏଇଠି ବେସିକାଲି ଆପଣ ଏଣ୍ଟ୍ରି କରୁ ଅଗର ମେନ୍ ଗେଟ୍ ବି ଏଣ୍ଟ୍ରି କରିଥିବେ ତାହେଲେ ବି ଆପଣଙ୍କୁ ମିଳିବ। ଧର ଆଉ ଯୋଉ ଦିଟା ଗେଟ୍ ଅଛି ସେଇପଟେ ବି ଆପଣ ଏଣ୍ଟ୍ରି କଲେ ଆପଣଙ୍କୁ ସବୁ ଜିନିଷ ମିଳିଯିବ। ତ ଆମେ ଫାଷ୍ଟ ମେନ୍ ଗେଟ୍ ରୁ ଏଣ୍ଟ୍ରି କରିଥିଲୁ, ମେନ୍ ଗେଟ୍ ରୁ ଏଣ୍ଟ୍ରି କରିକି ଆମେ ପୂଜା ପାଇଁ ସବୁ ଜିନିଷ ଆମର ନେଇନେଲୁ। ଆଉ ନେଇ ନେଲା ପରେ ଆମେ ଦର୍ଶନ କରିବୁ। ଆଉ ମେନଲି ଏଠି ଯୋଉ ସୋମବାରରେ ବହୁତ ଅଧିକା ଭିଡ଼ ହୋଇଥାଏ। ଆଉ କାର୍ତ୍ତିକ ମାନେ ଯୋଉ ଆପଣ ମାନେ ଜାଣିଥିବେ ନା ଏଠି ଚୈତ୍ର ମାସ ଏଠି ହେଇଥାଏ ଚଡ଼କ ମେଳା। ତ ସେଇ ଟାଇମରେ ବି ଏଠି ବହୁତ ଭିଡ଼ ହେଇଥାଏ। ଆଉ ସ୍ପେଶାଲ କିଛି ଅକେଜନ ଯେମିତି ନ୍ୟୁ ଇୟରରେ ଯେମିତି ଆଜି ଯେମିତି ନ୍ୟୁ ଇୟର ଆଜି ଆପଣ ଯଦି ଯାଇବାକୁ ଚାହୁଁଥିବେ ଯିବା ପାଇଁ ତ ଆଜି ବହୁତ ଅଧିକା ଭିଡ଼ ହୁଏ। ସେଥିପାଇଁ ଆକର୍ଡିଙ୍ଗଲି ଆପଣ ପ୍ଲାନ୍ କରିବେ, କାହିଁକିନା ଅଲଗା ଦିନ ଅପେକ୍ଷା ନ୍ୟୁ ଇୟର ଗଲା ମାନେ ଆପଣଙ୍କୁ ବହୁତ ଷ୍ଟ୍ରଗଲ କରିବାକୁ ପଡ଼ିବ ଭଗବାନଙ୍କ ଦର୍ଶନ ପାଇଁ। ଏଠି ଦେଖନ୍ତୁ ଭଗବାନଙ୍କ କିଛି ରୂପ ନାହିଁ, କୌଣସି ରୂପ ନାହିଁ, ଭଗବାନ ଏଠି ଜଳମଗ୍ନ ହେଇକି ପୂଜା ହଉଛନ୍ତି। ତ ଏଠି ସବୁବେଳେ ଏଠି ପୂଜା ହେଇଥାନ୍ତି नमो नमः कर्पूर ଗୋଟେ କଥା କହିଦଉଛି, ଏଠି ଯୋଉ ଗାଈ ମାନେ ସବୁ ବୁଲୁଛନ୍ତି, ଗାଈ ମାନେ ବୁଲିଥାନ୍ତି, ଏଇଟା ଯେମିତି ଭଗବାନଙ୍କର ନା ବାହନ କହିଥାନ୍ତି। ତ ଆପଣ ଚାହିଁଲେ ଏମାନଙ୍କୁ ଖାଇବାକୁ ଦେଇପାରିବେ, ଯଦି ପ୍ରସାଦ ବି ଦେବେ ଫଳ ଫଳ ତ ଏଠି ଗାଈ ଆଉ ଗୋଟେ ବିଶେଷତ୍ୱ ରହିଲା, ଏଠି ଏମାନେ ମିଠା ବି ଖାଉଛନ୍ତି, ଯୋଉ ଏଠି ହଲୁଟ କରୁଛନ୍ତି, ଯୋଉଟା ଯୋଉ ମାନସିକ ଥାଉଛି ମିଠା ଦିଆ ହଉଛି, ଯୋଉ ବି ପ୍ରସାଦ ଫୁଲ ୟା ଯୋଉ ଫେଣେଇ ଯୋଉଟା କହୁଛନ୍ତି ବା ବାଦଶାହ କହୁଛନ୍ତି, ତ ସେଇଟା ବି ଦେଲେ ଏଠି ଗାଈ ଖାଉଛନ୍ତି। ଆଉ ବଟ୍ କେୟାରଫୁଲ ରହିବେ, କେତେବେଳେ କେତେବେଳେ ମାନେ ଅଜାଣତରେ ସେମାନେ ଭୂଷା ବି ମାରୁଛନ୍ତି, ତାଠୁ କେୟାରଫୁଲ ରହିବେ। କାହିଁକିନା ଆମ ସାମ୍ନାରେ ବି ଏଇଟା ଗୋଟେ ଇନସିଡେଣ୍ଟ ଦେଖିଛୁ, ଗୋଟେ ଲୋକକୁ ପୁରା ଏମିତି ମାରିଲେ, ଲୋକଟା ରାଗିକି ପୁଣି ଯାହା ଯୋଉଠି ଯେତିକି ଗାଈ ଥିଲା ସମସ୍ତଙ୍କୁ ସେ ମାରିବାକୁ ପଡିଲା। ସେଥିପାଇଁ ଏଇଟା ଟିକେ ଗାଈଠୁ ଟିକେ ଗାଈ ଷଣ୍ଢଠୁ ଟିକେ ସାବଧାନ ରହିବେ, ଏଠି ଦେଖିକି ରହିବେ। ଆଉ ମନ୍ଦିର ଚାରିପଟେ ଅଲଗା ମନ୍ଦିର ବି ଅଛି, ତାର ବି ଦର୍ଶନ ନେବେ ଆପଣ ଗଲେ। ହାତରେ ପଡ଼ିନା ନାଇଁ ଛାଟୁଛନ୍ତି।
ଚାଲନ୍ତୁ ଏବେ ଆମେ ଶୁଣିବା ଯେ ଏଇ ମନ୍ଦିର ନାଁ ବାବା ଚନ୍ଦନେଶ୍ୱର ନାଁ ପଛରେ କଣ କାହାଣୀ ଅଛି। ସେଟା ବହୁତ ଦିନ ତଳର କଥା, ଯେବେ ଏଇ ସମ୍ପୂର୍ଣ୍ଣ ଜାଗାଟି ଗୋଟେ ହୁଗୁଳା ଜଙ୍ଗଲରେ ଭରିକି ଥିଲା। ଆଉ ସେଇ ସମୟରେ ଲକ୍ଷ୍ମୀ ନାମକ ପାଖ ଷଣ୍ଢଗୁଡା ଗାଁରେ ମିଠା ଖାଇ ଜଣେ ଖାଇ ଡାଇବେଟିସ୍ ବୋହୂ ହେଇଯିବ। ଏଇଠି ଗାଈ ଚରାଇବାକୁ ଆସୁଥିଲେ। ଷଣ୍ଢଗୁଡା ତ ମିଠା ଖାଇ ଖାଇ ଦିନ ଥର ଡାଇବେଟିସ୍। କଥା, ଗାଈ ଚରେଇକି ଘରେ ପହଞ୍ଚନ୍ତି ଆଉ ଦେଖନ୍ତି ଗର୍ଭବତୀ ଗାଈଟି କ୍ଷୀର ଦଉନାହିଁ। ସେଥିପାଇଁ ଶାଶୁ ବୋହୂ ଭିତରେ ଜାଣିଛନ୍ତି ଯାଉ ଯେହେତୁ ଭିଡ ଭିଡ କଳହ ନାହିଁ। ହେଇଥାଏ, ତ ସେଥିପାଇଁ ଶାଶୁ ବୋହୂ ଭିତରେ ପ୍ରତ୍ୟେକ ଦିନ ଝଗଡା ହେଇଥାଏ। ଆଉ ତ ଆସିଲୁ କ୍ଷୀର ଡାଇରେକ୍ଟ ଦର୍ଶନ। ଦଉଛି ଯାଉଛି ସେଠି କୁଆଡେ ସେଠି କିଛି ଜଣଙ୍କୁ ସେଠି ଧରିକି ଜାଣିବା ପାଇଁ ବଇଛନ୍ତି, ସେଠି ପୂଜା ଲକ୍ଷ୍ମୀ ଛୋଟିଆ ଛୁଆଙ୍କର ପୂଜା ଗାଈ ପଛେ କରୁଛନ୍ତି। ପଛେ ସେ ଦେଉଳ ରକମ ଦିନେ କରିଦେଇଛନ୍ତି, ଲୁଚିକି ତା ଉପରେ ହୁଗୁଳା ଫୁଲ ଫୁଲ ଜଙ୍ଗଲକୁ ଢାଳିକି ଆସିଥାଏ। ଯେ ଆଉ 500 ଟଙ୍କା ଦିଅ ଏଠି ସେଠି ଛାଡି। ସେ ଯାହା ଦେଖେ ତାକୁ ସେ ବିଶ୍ୱାସ ବି କରିପାରିନଥାଏ। ସିଏ ଦେଖିଲା ଯେ ମାନେ ସବୁ ଗାଈ ଗୋଟେ ପଟେ ଯାଉଛନ୍ତି ଚରିବା ପାଇଁ, ଆଉ ଲକ୍ଷ୍ମୀର ଯୋଉ ଗାଈ ସେ ଆର ପଟେ ଗୋଟେ ଚନ୍ଦନ ଗଛ ତଳେ ଯାଇକି ଛିଡା ହଉଛି, ଯୋଉଠି ତା ପାଖରେ ମାନେ ଯୋଉ ତା ପହ୍ନାରେ ଆପେ ଆପେ ସବୁ କ୍ଷୀର ଯାକ ଝଡି ଯାଉଛି। ସେ ସବୁ ଦେଖିକି ପୁରା ସେ ଆଶ୍ଚର୍ଯ୍ୟ ହେଇଗଲା, ଆଉ ସିଏ ଦୌଡି ଦୌଡି ଘରକୁ ଆସିଥାଏ। ଆସିକି ତା ଶାଶୁ ବୋହୂ ସବୁ ସେମାନେ ଶାଶୁକୁ ତାର ସବୁ କଥା କହିଲା ସେ ଯେ ମା ଏମିତି ସବୁ ହଉଛି, କ୍ଷୀର ଯାକ ଏକା ଏକା ପହ୍ନାରେ ଝଡି ଯାଉଛି, ଆଉ ଯାଇକି ତଳେ ଯୋଉ ଗୋଟେ ଗଛ ତଳେ ପଡୁଛି। ହେଲେ ତା ଶାଶୁ ଏ ଜିନିଷ ତାକୁ ବିଶ୍ୱାସ କରିନଥାଏ, ସେ ରାଗିଥାଏ ତାକୁ ଆହୁରି। ଆଉ ସେ କଣ କରିବ ସେଥିରେ। ସେ କିନ୍ତୁ ସେଇ ଦିନ ରାତିରେ କଣ ହୁଏ ନା, ଭଗବାନ ସ୍ଵୟଂ ଭଗବାନ ତା ଶାଶୁଙ୍କର ସ୍ୱପ୍ନରେ ଆସିକି ଶାଶୁଙ୍କୁ ସବୁ କଥା କହିଥାନ୍ତି। ଆଉ ସେଇ ଦିନଠୁ ମାନେ ତା ପରଦିନ ଶାଶୁ ବୋହୂ ଯାଇକି ସେ ଚନ୍ଦନ ଗଛ ମୂଳରେ ସବୁ ସଫା କରିକି ସେଇଠି ମହାଦେବ ପୂଜା କରିଥାନ୍ତି। ତାପର ସମୟରେ ଅବନୀ ପଣ୍ଡା ନାମକ ଜଣେ ବ୍ରାହ୍ମଣ ଯାଜପୁରରୁ ଆସିକି ଏଇ ମନ୍ଦିରରେ ପୂଜାର ଦାୟିତ୍ୱ ନେଇଥିଲେ। ଆପଣ ମାନେ ଏଇ ଯୋଉ କାହାଣୀଠୁ ବୁଝି ପାରୁଥିବେ ନା, ଯେହେତୁ ପାଖ କେନେ ହବ ଏଇ ତୁ ମନ୍ଦିର ଘୁରିବୁ ଚାରିପଟେ ମହାଦେବ 3 ଥର ଚନ୍ଦନ ଘୁରିବୁ। ଗଛ ତଳେ ଥିଲେ, ଆବିର୍ଭାବ ହେଇଥିଲେ, ସେଥିପାଇଁ ତାଙ୍କର ନାଁ ଚନ୍ଦନେଶ୍ଵର ପଡିଛି। ତ ଏଇ ମନ୍ଦିରଟା ଯୋଉ ଆଜିଠୁ ପୁରା 350 ବର୍ଷ ପୂର୍ବରୁ ନିର୍ମାଣ କରାଯାଇଛି। ଆଉ ଏଇଥିରେ ଏଇ ମନ୍ଦିରରେ ଏଇଠି ଯୋଉ ଚଡକ ମେଳା ହେଇଥାଏ, ଯୋଉଟା ବହୁତ ଫେମସ ଥାଏ, ବହୁତ ଭିଡ ହେଇଥାଏ, ଲୋକ ମାନେ ଚାହିଁଲେ ବି ବହୁତ ଲୋକ ଆସିପାରନ୍ତିନି, ଏତେ ଭିଡ ହେଇଥାଏ। ବାଦ୍ୟ ଯେ ନର୍ତ୍ତନ ଗାୟନେ ଯଶ ହୁଅନ୍ତି ଦେଖି ଜଣେ, ସ୍ୱଭାବେ ବାମା କଣ୍ଠ ତାର ଗାୟନ ନର୍ତ୍ତନ ମଧୁର। ତେଣୁ ସେ ରାଜା ରାଣୀ ହେଲା, ବିଦେଶ ଖ୍ୟାତି ତା ବଢିଲା। ସେ 5 ଭାଇ ଯେ ଶୁଣିଲେ ନୂତନ ଗାୟନ ତାର ଭଳେ, ଲୋକ ମୁଖରୁ 5 ଶୁଣି 5 ଭାବନ୍ତି ମନ ଧୋଇ। ବାମାଙ୍କର ସେ ନାରୀର ବିଶେଷ ଗାଇକା ମଧୁର, ନୟନେ ଦେଖିବାକୁ ମନ ଉଚ୍ଚାର ଭଳିଆ ପବନ। ଶ୍ରୀ ମାତାଜୀ କଣ୍ଠମୁର ବିଭୂତି କରିବାରେ ଡର, ହେମନ୍ତ ବୁଦ୍ଧି ଚାଲିଲେ 5 ଭାଇ ସେ ବାହାରିଲେ। ଏଠି ଯୋଉ ଏ ବୃକ୍ଷ ଦେଖୁଛନ୍ତି, ଏଇଠି ସମସ୍ତେ ନିଜର ମାନସିକ ପାଇଁ ଆସିକି ବାନ୍ଧିଥାନ୍ତି। ଆଉ ବାନ୍ଧିକି ଯାହାର ଯାହା ମାନସିକ ଥାଏ ସବୁବେଳେ ବାନ୍ଧିକି ଯାଆନ୍ତି, ଆସିଲେ ପୁଣି ଖୋଲନ୍ତି। ସେମିତି ମାନିଥାନ୍ତି ଯେ ଏଇଠି ଆସିକି ବାନ୍ଧିଲେ ଯାହାବି ମନସ୍କାମନା କରିକି ମନସ୍କାମନା ପୁରା ହେଇଥାଏ। ତ ସ୍ୱୟଂ ଭଗବାନ ସ୍ୱୟଂ ମହାଦେବ ଏଇଠି ବିରାଜ କରନ୍ତି, ତ ଆପଣଙ୍କ କଥା ଶୁଣିଥାନ୍ତି, ଆଉ ସମସ୍ତଙ୍କର ସବୁ ଭକ୍ତଙ୍କର ମନୋକାମନା ପୂରଣ କରନ୍ତି। ଆଉ ମାନେ ସମସ୍ତଙ୍କର ନିଜ ନିଜ ବିଲିଫ ଅଛି, ଥଟ୍ସ ଅଛି, ଯିଏ ଯେମିତି ବିଲିଭ କରିପାରନ୍ତି। ବାକି ଏଇଠି ସ୍ୱୟଂ ଭଗବାନ ଯେମିତି ବିରାଜ କରିଥିଲେ, ସେଥିପାଇଁ ଏଟାକୁ ବହୁତ ଏପଟେ ଲୋକ ବହୁତ ମାନିଥାନ୍ତି। ସ୍ପେଶାଲି ୱେଷ୍ଟବେଙ୍ଗଲ ଲୋକ ତ ବହୁତ ଅଧିକ ଆସନ୍ତି। ଆଉ ସାଇଡରେ ଏଠି ମନ୍ଦିର ଯେମିତି ମେନ୍ ମନ୍ଦିର ଅଛି, ତା ସାଇଡରେ ଛୋଟ ଛୋଟ ମନ୍ଦିର ଯାକ ଯେମିତି ଜଗନ୍ନାଥ ମନ୍ଦିର, ଆଉ ସବୁ ଭଗବାନଙ୍କ ଲକ୍ଷ୍ମୀ ମନ୍ଦିର, ସବୁ ଭଗବାନଙ୍କ ମନ୍ଦିର କରାଅଛି। ତ ଆପଣ ପୁରା ମନ୍ଦିର ଚାରିପଟେ ବୁଲିକି ଦେଖିବେ, ଆଉ ସବୁ ଭଗବାନଙ୍କ ଦର୍ଶନ ନେବେ। ଆଉ ଏଠି କିଛି କିଛି ଲୋକ ଆସିକି ଆଧିଆ ପଡିଥାନ୍ତି, ଯୋଉଟା କୁହନ୍ତି ଓଡିଆରେ ଆମର ଏଠି ଆଧିଆ ପଡିଥାନ୍ତି। ତ ସେମାନେ ସ୍ୱପ୍ନ କିଛି କିଛି କୁହନ୍ତି, ଆଗରୁ ଆମେ ଛୁଆ ଦିନେ ଶୁଣିଥିଲୁ ଯେ ଲୋକ ସ୍ୱପ୍ନ ଭଗବାନ ତାକୁ ସ୍ୱପ୍ନାନ୍ତି। ଆଉ
ତାଙ୍କ ସ୍ୱପ୍ନରେ ଆସନ୍ତି, ଆସିକି ତାକୁ କୁହନ୍ତି କ'ଣ କରିବାର ଅଛି, କେତେ ଦିନ ରହିଲେ ତାଙ୍କ ମନସ୍କାମନା ପୂରଣ ହବ। ଏମିତି ସବୁ କରିକି ଲୋକମାନେ ଆସିକି ଏଠି ଭଗବାନ ପାଖରେ ସାହା ନେଇଥାନ୍ତି। ଭଗବାନ ବି ତାଙ୍କର ସବୁ ଇଚ୍ଛା ପୂରଣ କରିଥାନ୍ତି। ଏମିତି ସବୁ ଆମେ ଶୁଣିଛୁ। ତ ବହୁତ ଜଣ ଏମିତି ମାନେ କରନ୍ତି ବି ଦେଖିଛୁ ଆମେ। ତ ସ୍ପେଶାଲି ଯୋଉ ଚଡ଼କ ଯାତ୍ରା ଟାଇମରେ ସେଟା ମାନେ ବହୁତ ଲୋକ ଆସନ୍ତି, ବହୁତ ଅଧିକା ଲୋକ ଆସନ୍ତି। ଆଉ ତାର ଯୋଉ 7 ଅର୍ଖ 3 ଅର୍ଖ ତ ଏଇଗୁଡା ସବୁ ଅଲଗା ଅଲଗା ମାନେ ଯୋଉ ପୁରା କି ଯୋଉ ପଇତା ଦିଅନ୍ତି ଏଠି କହିଥାନ୍ତି ପଇତା ଦବାଟା ସେଟା ବି ବହୁତ ଫେମସ ଥାଏ। ଆପଣ ଯଦି ଚାହିଁବେ କେବେ ଗୋଟେ ପ୍ଲାନ୍ କରିକି ଆପଣ ଏଇ ଯୋଉ ଚୈତ୍ର ମାସ ଯୋଉଟା ହଉଥାଏ ଯୋଉ ଚଡ଼କ ଯାତ୍ରା ଚଡ଼କ ମେଳା ସେଥିରେ କେତେବେଳେ ପାର୍ଟିସିପେଟ କରିବେ, କେତେବେଳେ ମାନେ ଆପଣ ଦେଖିବାର ସୌଭାଗ୍ୟ ନେବେ। କାହିଁକିନା ସେଇଟା ଦେଖିଲେ ଆପଣ ଭାବିବେ ଯେମିତି ପୁରୀରେ ଯେମିତି ପୁରା କ୍ରାଉଡେଡ ହେଇଥାଏ, ପୁରା ଲୋକ ଗହଳି ହେଇଥାଏ, ସେମିତି ଏଠି ବି ସେମିତି ହେଇଥାଏ। ତ ଆପଣ ଚାହିଁଲେ ଟିକେ ଆସିକି ଥରେ ତାର ମାନେ କେମିତି ହେଇଥାଏ ସେଠି ଏକ୍ସପିରିଏନ୍ସ କରିପାରନ୍ତି। ବାକି ଯେହେତୁ ସୋମବାର ହଉଛି ବାବାଙ୍କର ଦିନ, ତ ସୋମବାର ବହୁତ ଅଧିକା ଲୋକ ଆସନ୍ତି। ଆଉ ଏଇ ଯୋଉ ପୋଖରୀ ଦେଖୁଛନ୍ତି ଏଇଠି ମନ୍ଦିରକୁ ଆସିଲେ ଆପଣଙ୍କୁ ଆଗେ ଏଇଠି ଗୋଡ ସଫା କରିକି ତାପରେ ମନ୍ଦିରକୁ ଯିବେ। ଆଉ ଏଇଠି ପଇତା ଟାଇମରେ ଯୋଉ ଚଡ଼କ ଯାତ୍ରା ଟାଇମରେ ଏଇଠି ସବୁ ଗାଧେଇକି ସବୁ ଉଠିଥାନ୍ତି, ସବୁ ସଫା ହେଇକି ଦେଖୁଛନ୍ତି ଲୋକମାନେ ସବୁ ବି ଗାଧଉଛନ୍ତି। ଏଇଠି ସବୁ ସଫା ହେଇକି ତାପରେ ମନ୍ଦିର ପ୍ରବେଶ କରୁଛନ୍ତି। ଯୋଉ ଚଡ଼କ ମେଳା ଟାଇମରେ ଯୋଉ କାଠ ଯୋଉ ଖନି କାଠ କହିଥାନ୍ତି ସେଇ କାଠ ଯୋଉ ସେଟା ବି ଏଇଥିରେ ଉଠିଥାଏ। ତ ତାର ଷ୍ଟୋରିଟା ମତେ ଏତେ ଜଣା ନାହିଁ, ତ ମୁଁ ଜାଣିକି କହିବି ଆପଣଙ୍କୁ ତାର ପଛରେ କଣ ରହସ୍ୟ ଅଛି। ଏଇଟା ଜାଣିକି ଆପଣଙ୍କୁ ନିଶ୍ଚୟ ଜଣେଇବି ମୋ ନେକ୍ସଟ ଭିଡ଼ିଓରେ। ଆଉ ଗୋଟେ ରିକ୍ୱେଷ୍ଟ, ଆପଣ ଯଦି ଫାର୍ଷ୍ଟ ଟାଇମ୍ ଭିଜିଟ ହେଇଥିବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଆଉ ଏକ୍ଜିଷ୍ଟିଂ ସବସ୍କ୍ରାଇବର ଲାଇକ୍ ସେୟାର ଆଣ୍ଡ କମେଣ୍ଟ କରିବେ। କାହିଁକିନା ଜାଣିଛନ୍ତି ନା ଆପଣଙ୍କ କମେଣ୍ଟ ଆମ ପାଇଁ କେତେ ଗୁରୁତ୍ୱ ଥାଏ। ଆଉ ଥରେ ଘୁରି ଆସେ, ଆଉ ଥରେ ଘୁରି ଆସେ। ମନ୍ଦିର ଭିତରେ ଆଉ ବାହାରେ ଏମିତି ଛୋଟ ଛୋଟ ଆପଣଙ୍କୁ ଜିନିଷ ଯୋଉ ହ୍ୟାଣ୍ଡମେଡ୍ ଜିନିଷ ମିଳିଯିବ, ଠାକୁରଙ୍କର ଜିନିଷ। ଆପଣ ଚାହିଁଲେ ଆପଣଙ୍କ ପସନ୍ଦ ଯାହା ବି ନେଇପାରିବେ। ବହୁତ ଭେରାଇଟି ଜିନିଷ ମିଳିଥାଏ ଏଠି, ଆପଣ ଯାହା ଚାହିଁବେ ଆପଣ କିଣିପାରିବେ। रामेश्वराय शिव रामेश्वराय हर हर भोले नमः शिवाय। रामेश्वराय शिव रामेश्वराय हर हर भोले नमः शिवाय। ସାମ୍ନାରେ କିଛି ଦୋକାନ ଅଛି, ଖାଇବା ଦୋକାନ ଅଛି, ଆପଣଙ୍କୁ ପୁରା ନିରାମିଷ ଖାଇବା ବି ବିକୁଛି। ଯେମିତି ସେପଟେ ଲୋକ ନର୍ମାଲି ମୁଢି ଆଳୁଦମ ବା ଆଳୁଚପ ସମୋସା ବେଗୁନି ଏଇସବୁ ଯେମିତି ପସନ୍ଦ କରନ୍ତି, ସେଇ ହିସାବରେ ନିରାମିଷ ପୁରା ବିନା ପିଆଜ ରସୁଣ ତାଙ୍କ ପାଇଁ ମିଳୁଛି। ମନ୍ଦିର ଜଷ୍ଟ ଫ୍ରଣ୍ଟରେ ସେମାନେ ବିକୁଛନ୍ତି, ଆପଣ ଆରାମସେ ଖାଇପାରିବେ। ଆଉ ଗୋଟେ ହୋଟେଲ ନୂଆ ଏବେ ଷ୍ଟାର୍ଟ ହେଇଛି ମନ୍ଦିର ଆର ପଟେ, ଯୋଉ ମନ୍ଦିର ଫାର୍ଷ୍ଟ ଦେଖିଲେ ଯୋଉ 3ଟା ଗେଟ୍ ଅଛି, ଯୋଉ ସେଇପଟେ ଆପଣ ଗଲେ ଆପଣଙ୍କୁ ଯଦି ହୋଟେଲଟା ମିଳିବ, ହୋଟେଲଟା ଦେଖିବି ନେକ୍ସଟ ଆପଣ ଯୋଉଠି ଥାନ୍ତୁ ଆଗକୁ ଦେଖିବା। ତ ଏଇଠି ଯୋଉ ସିଂହ ଦ୍ୱାର ସାମ୍ନାରେ ଆପଣଙ୍କୁ ଏଠି ସବୁ ପଇଡ଼ ପାଣି ମିଳିବା ପିଇବ, ମାନେ ପିଇବା ପାଇଁ ମିଳିବ। ଯୋଉଟା ପୁରା ଫ୍ରେଶ ପଇଡ଼, ବହୁତ ଛୋଟିଆ ଛୋଟିଆ ସାଇଜର ବହୁତ ପାଣି ଥାଏ, ବହୁତ ଭଲ ପଇଡ଼ ଯାକ ମିଳୁଛି। ସେଟା ଆପଣ ପିଇକି ପୁରା ଶାନ୍ତି ମିଳିଯିବ ଆପଣଙ୍କୁ। ଏଠି ମନ୍ଦିର ସାମ୍ନାରେ ବି କିଛି କିଛି ଦୋକାନ ଅଛି ଯୋଉଠି ଆପଣ କିଛି ଜିନିଷ କିଣିପାରିବେ। ଯେମିତି ମନ୍ଦିର ଆସୁଛନ୍ତି କିଛି ତ ଗୋଟେ ନେଇକି ଯିବା ପଡିବ ନା, ଠାକୁରଙ୍କ ଜିନିଷ କିଛି। ତ ଆପଣ ଚାହିଁଲେ ଆପଣ କିଛି ନା କିଛି ନେଇକି ଯାଇପାରିବେ, ଯୋଉଟା ଆପଣଙ୍କୁ ମନ୍ଦିର ଭିତରେ ବି ଅଛି, ମନ୍ଦିର ବାହାରେ ବି ଅଛି। ତ ଆଉ ଗୋଟେ ଜିନିଷ ଟିକେ ରେଟ୍ ଅଧିକା ଥାଏ, କାହିଁକିନା ଜାଣିଛନ୍ତି ନା ମନ୍ଦିର ଫନ୍ଦିର ଜାଗାରେ କିଛି ଟୁରିଷ୍ଟ ପ୍ଲେସ ଜାଗାରେ ଆପଣଙ୍କୁ ଟିକେ ପଇସା ଟିକେ ଅଧିକା ଦେବାକୁ ପଡିବ। ସେଥିପାଇଁ ବଟ୍ ୱାନ୍ ଟାଇମ୍ ଆସୁଛନ୍ତି ଯେତେ କିଛି ତ ନେଇକି ଯିବାକୁ ପଡିବ। ଏମାନେ ବି ଦୋକାନ କରୁଛନ୍ତି, ତାଙ୍କ ଭିତରେ ଟିକେ ହେଲ୍ପ ହବ ନା, ସେଥିପାଇଁ କିଛି ତ ନେଇକି ଯିବେ ଆପଣ ବି। जलाटवी गगज्जल प्रवाह पावितस्थले कलेवलम्ब्य लम्बिताम्बुजं कपालिकां नमट्टमट्टमन्निनादमट्टमर्वयुच्चकार चण्डताण्डवं तनोतु नः शिव शिव। जटाकटाः सम्भ्रमभ्रमन्मलिन्दगज्जली तिरोलवीचिवल्लरी विराजमानमोदरा धगद्धग
ललाटकट्टभावते किशोरचन्द्रशेखरे रतिक्षरम् ॐ नमः शिवाय ତ ମନ୍ଦିର ବାହାରକୁ ଆସିଲେ ଆପଣଙ୍କୁ ଜଷ୍ଟ ମନ୍ଦିର ସାମ୍ନାରେ ଗେଟ୍ ସାମ୍ନାରେ ଯୋଉଠି ନଣ୍ଡା ମାନେ କରାହେଇଥାଏ ଚୁଟି ସବୁ ନଣ୍ଡା କରାହୁଏ ପିଲାମାନଙ୍କୁ ସେଇଠି ଆପଣଙ୍କୁ ଦେଖାଯିବ ଏବେ ଗୋଟେ ନୂଆ ହୋଟେଲ ଖୋଲିଛି ଯୋଉଟା ପୁରା ନିରାମିଷ ହୋଟେଲ ବେଙ୍ଗଲି ଆଣ୍ଡ ଓଡ଼ିଆ ସ୍ପେଶାଲ ଏବେ ନୂଆ ଯୋଉ ଷ୍ଟାର୍ଟ ହେଇଛି ଆଗରୁ ନଥିଲା ତ ସେଇ ହୋଟେଲଟାକୁ ଯାଇକି ଆପଣ ନିରାମିଷ ଖାଇବା ବି ଖାଇପାରିବେ ମନ୍ଦିର ଖାଇବା ଖାଇପାରିବେ ଆପଣ କିଛି ପ୍ରୋବ୍ଲେମ ନାହିଁ ଆରାମସେ ଠାକୁରଙ୍କ ପ୍ରସାଦ ଖାଇବେ ନୋ ପ୍ରୋବ୍ଲେମ ତ ଆମେ ଜାଣିନଥିଲୁ ନହେଲେ ଆମେ ଖାଇକି ଆସିଥାନ୍ତୁ ସେଥିପାଇଁ ଆମେ ଅଲରେଡି କରୁ ମାନେ ଖାଇବା ଖୁଆଇବା ଆମେ ଭାବିଥିଲୁ କି ଆଉ ଆମେ ଜଲ୍ଦି ପହଞ୍ଚି ଯାଇଥିଲୁ ତ ସେତେ ଜଲ୍ଦି ଖାଇବା ନଥିଲା ବଟ୍ ଆପଣ ଯାଇକି ମାନେ ଖାଇବାର କିଛି ଟେନସନ୍ ନାହିଁ ଆପଣ ସେ ହୋଟେଲରେ ଆରାମସେ ଖାଇକି ଆସିପାରନ୍ତି କାହିଁକିନା ଭିତରେ ଚେୟାର ଟେବଲ ବି ସିଷ୍ଟମ ଅଛି ତ କିଛି ଅସୁବିଧା ହବ ନାହିଁ ସେଥିପାଇଁ ଆରାମସେ ଯାଇକି ହୋଟେଲରେ ଖାଇକି ରେଷ୍ଟ ନେଇକି ବୁଲାବୁଲି କରିକି ଆପଣ ଆସିବେ ଆପଣ ଯଦି ଦୀଘା ପ୍ଲାନ୍ କରୁଛନ୍ତି ଦୀଘାରୁ ରିଟର୍ନ ହେଲା ବେଳେ ଦୀଘା ଦର୍ଶନ କରିକି ଚନ୍ଦନେଶ୍ୱର ମନ୍ଦିର ହେଇକି ମନ୍ଦିର ପାଖରେ ନିରାମିଷ ଖାଇବା ଖାଇକି ଆପଣ ଆରାମସେ ଆସିପାରିବେ ତ ଏଇଟା ଥିଲା ଆମର ଚନ୍ଦନେଶ୍ୱର ମନ୍ଦିର ବ୍ଲଗ ଆମେ ଚନ୍ଦନେଶ୍ୱର ମନ୍ଦିର ଏତିକି ବୁଲିକି ଆସିଲୁ ପୁରା ଏନ୍ଜୟ କଲୁ ଭଗବାନଙ୍କ ଦର୍ଶନ କଲୁ ପୂଜା ଦେଲୁ ତାଙ୍କଠୁ ତାପରେ ଆମେ ଆସିଲୁ ବାଏ ବାଏ ଆଉ ହାପି ନ୍ୟୁ ଇୟର ୱାନ୍ସ ଏଗେନ୍ ଟୁ ଅଲ୍ ଅଫ୍ ୟୁ ସମସ୍ତଙ୍କର ନବବର୍ଷ ବହୁତ ଭଲସେ କାଟୁ ଭଗବାନ ଆପଣଙ୍କୁ ସମସ୍ତଙ୍କ ଉପରେ ତାଙ୍କ ଦୃଷ୍ଟି ବନେଇ ରଖନ୍ତୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ସମସ୍ତଙ୍କ ବର୍ଷଟା ଭଲ ଯାଉ ଜୟ ଜଗନ୍ନାଥ।